ଅଦେଖା ଲୁହ। ବୈଶାଖ ମାସର ସକାଳ। ବିମଳେନ୍ଦ୍ର ବାବୁ ଧୋତି ଆଉ ପାଇଜାମା ଖଣ୍ଡେ ପିନ୍ଧି ବାହାରି ପଡ଼ିଲେ। ତାଙ୍କର ବେଶ ଦେଖି ତାଙ୍କର ପତ୍ନୀ ରମାଦେବୀ କହିଲେ, ଏତେ ସଅଳୁ ତରବରିଆ ଭାବରେ କୁଆଡ଼େ ବାହାରିଛ କି? ନୂଆ ଧୋତି, ତା ସାଙ୍ଗକୁ ବିନା ଇସ୍ତ୍ରୀ ଦିଆ ପାଇଜାମା, ପୁଣି ନାଲି ଗାମୁଛା। କ'ଣ ଆମ ମିନୁ ପାଇଁ ପୁଅ ଦେଖିବାକୁ ଯାଉଛ କି? ସାମାନ୍ୟ ବିରକ୍ତ ହୋଇ ବିମଳେନ୍ଦୁ କହିଲେ, ଆରେ ନାଇଁ ମ, ତୁମର ଖାଲି ସେଇ କଥା। କୁମ୍ଭୀର ନେଇ ମଝି ନଈରେ କଲାଣି, ତଥାପି ତୁମର ନିଦ ଭାଙ୍ଗୁନି। ଟିକେ ଚଢ଼ା ଗଳାରେ ରମାଦେବୀ କହିଲେ, ମଲା, ତୁମେ ଏମିତି ଚିଡ଼ୁଛ କାହିଁକି? ମୁଁ କ'ଣ ଟିକେ କହିଦେଲି ସେଇ କଥାକୁ ନେଇ ମୋତେ ଏମିତି କହିବ? ତା ଛଡ଼ା ତୁମେ ସକାଳୁ ଏମିତି ସଜବାଜ ହୋଇ କୁଆଡ଼େ ଯାଉଛ ସେ କଥା ମୁଁ ଜାଣିବିନି ତ ଆଉ କିଏ ଜାଣିବ? ହଉ ହେଲା, ତୁମେ ଯୁଆଡ଼େ ଯାଉଛ ଯାଅ, ମୋର ମନା ନାହିଁ। ହେଲେ ଶକ୍ତିର ପରୀକ୍ଷା ପାଖେଇ ଆସିଲାଣି, ତାର ଫର୍ମ ଫିଲ୍ଅପ୍ ପାଇଁ ଟଙ୍କା ଦରକାର, ଏକଥା ଯେମିତି ଭୁଲି ନ ଯାଅ। ଆରେ ମୋତେ କ'ଣ ଜଣା ନାହିଁ ଯେ ମୋତେ ମନେ ପକାଇ ଦେଉଛ? ମୁଁ ତ ସେଇ ଚେଷ୍ଟାରେ ବାହାରୁଛି, ଦେଖାଯାଉ କ'ଣ ହେଉଛି। ଓହୋ, ଯଦି ମୋ ଅନୁମାନ ଠିକ୍ ହୁଏ ତାହେଲେ ତୁମେ ଭୁବନେଶ୍ୱର ଯାଉଛ ଶ୍ୟାମଳେନ୍ଦୁକୁ ଦେଖା କରିବା ପାଇଁ, ନୁହଁ? ଭଲ କଥା, ଯାଅ। ସେ ତ ବଡ଼ ଚାକିରି କରିଛନ୍ତି, ଅନେକ ଟଙ୍କା ଦରମା ପାଉଥିବେ। ଯଦି ସେ ଆମ ଦୁଃଖ କଥା ଶୁଣିବେ ନା, ମୋର ବିଶ୍ୱାସ ସେ ନିଶ୍ଚୟ ସାହାଯ୍ୟ କରିବେ। ଶୁଣ, ତୁମେ ଯେମିତି ହେଲେ ଆମର ସବୁ ସମସ୍ୟା କଥା ତାଙ୍କୁ କହିବ। ରମାଦେବୀ ନିଜ ଭରସା ଆଉ ବିଶ୍ୱାସକୁ ଆଖି ଆଗରେ ରଖି ଅନେକ କଥା କହିଗଲେ। ଏକ ଧ୍ୟାନରେ ରଘୁନାଥ ବାବୁ ରମାଦେବୀଙ୍କ କଥା ଶୁଣୁଥାନ୍ତି। ହଁ ଶୁଣ, ତୁମେ ଟିକେ ରୁହ, ମୁଁ ଦିଟା ଚୁଡ଼ା ଘଷା କରି ଦେଉଛି। ଶ୍ୟାମଳେନ୍ଦୁକୁ ଚୁଡ଼ା ଘଷା ଖାଇବାକୁ ଭାରି ଭଲ ଲାଗେ। ବିମଳେନ୍ଦୁ ଉତ୍ତର ଦେଲେ, ରମା, ମୋର ଡେରି ହୋଇଯାଉଛି। ତେଣେ ବସ୍ କେତେବେଳେ ନେଇ ରାଜଧାନୀରେ ପହଞ୍ଚାଇବ ସେ କଥା ମୁଁ ଜାଣିନି, ତେଣୁ ଶୀଘ୍ର ନଗଲେ ଫେରିବା ବି ଡେରି ହୋଇଯିବ। ଓହୋ, ତୁମେ କାହିଁକି ବ୍ୟସ୍ତ ହେଉଛ କହିଲ? ମୁଁ ଏଇ ସାଙ୍ଗେ ସାଙ୍ଗେ ଗଲି ଆଉ ଆସିଲି। ହଁ, ଏଇ ସମୟ ଭିତରେ ତୁମେ ଟିକେ ଗଲ ଗୋରୁଙ୍କ ପାଖରେ ଛଣ ଦିବିଡ଼ା ପକେଇ ଦେଇ ଆସିବ। ତୁମେ ଆସୁ ଆସୁ ମୋର ହୋଇଯାଇଥିବ। ହଉ ହଉ, ତୁମେ ଯାହା କରିବା କଥା ଶୀଘ୍ର କର। ମୁଁ ଗୁହାଳ ଘରୁ ଫେରିବା ଭିତରେ ତୁମର ଯେମିତି ସରିଯାଇଥିବ। ବିମଳେନ୍ଦୁ ଯିବାକୁ ଉଦ୍ୟମ ହେଉଥିବା ବେଳେ ପୁଣି ରମାଦେବୀ ପଛରୁ ଡାକି କହିଛନ୍ତି, ହେଇଟି, ଗୁହାଳ ଘରୁ ଫେରିବା ବେଳେ ଦେଖିବଟି ସେ ଚାଳରେ ଯେଉଁ କଖାରୁ ଗଛ ମାଡ଼ିଥିଲା, ସେଥିରେ କଖାରୁ ହୋଇଛି କି ନାହିଁ, ଆଉ ଯଦି ହେଇଥିବ ତାହେଲେ ନେଇ ଆସିବ। କଷି କଖାରୁ ସାଙ୍ଗରେ ପୋଇ ଚଡ଼ଚଡ଼ି ଶ୍ୟାମଳେନ୍ଦୁକୁ ଭାରି ଭଲ ଲାଗେ। ବିମଳେନ୍ଦୁ ଟିକେ ଭାବାତ୍ମକ ହୋଇ କହିଲେ, ଯାହା ହେଉ, ତୁମର ତାହେଲେ ସବୁ ମନେ ଅଛି ରମା। ସତରେ ତୁମେ ତାର ମା ସମାନ ଭାଉଜ ଥିଲ। ହେଲେ ଭାଗ୍ୟର ବିଡ଼ମ୍ବନା, ସେ ଆଜକୁ 15 ବର୍ଷ ହେବ ଆମଠୁ ଅଲଗା ହୋଇ ବଡ଼ ଚାକିରି କରି ରାଜଧାନୀରେ ରହୁଛି। ଦେଖାଯାଉ ଭଗବାନଙ୍କର କ'ଣ ଇଚ୍ଛା। କିଛି ସମୟ ପରେ ବିମଳେନ୍ଦୁ ହାତରେ ବ୍ୟାଗ୍ ଖଣ୍ଡିଏ ଧରି ରାଜଧାନୀ ଅଭିମୁଖେ ଆସିଲେ। ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇ ଦେଖିଲେ ଦୂରରୁ ଗୋଟେ ବସ୍ ଆସୁଛି। ହେଲେ ପାଖକୁ ଆସିବା ପରେ ଜାଣିଲେ ସେ ବସ୍ଟି ରାଉରକେଲା ଯିବ। ପାଖରେ ଛିଡ଼ା ହୋଇଥିବା ଲୋକଙ୍କୁ ପଚାରିଲେ, ଆଜ୍ଞା, ଭୁବନେଶ୍ୱର ବସ୍ କେତେବେଳେ ଆସିବ? ଲୋକଙ୍କ ମଧ୍ୟରୁ ଜଣେ କହିଲେ, ଏବେ ଆସିବ। ତୁମେ କ'ଣ ଭୁବନେଶ୍ୱର ଯିବ? ବିମଳେନ୍ଦୁ କହିଲେ, ଆଜ୍ଞା। ଠିକ୍ ସେହି ସମୟରେ କଟକ ଭୁବନେଶ୍ୱର ବସ୍ ଆସି ଲାଗିଲା। ବସ୍ରେ ପ୍ରବଳ ଭିଡ଼, ତଥାପି ବସ୍ ହେଲ୍ପର ଡାକୁଥାଏ, ସିଟ୍ ଖାଲି, ସିଟ୍ ଖାଲି। କଟକ ଭୁବନେଶ୍ୱର ସିଟ୍ ଖାଲି। ବିମଳେନ୍ଦୁ ଭାବିଲେ, ଯାହା ହେଉ ଭୁବନେଶ୍ୱର ଯାଏ ସିଟ୍ ଖଣ୍ଡେ ମିଳିବ। ଲୋକେ ଚଢ଼ିବାକୁ ଲାଗିଲେ। ତାରି ଭିତରେ ବିମଳେନ୍ଦୁ ବି ବସ୍ ଉପରକୁ ଚଢ଼ିଗଲେ। ହେଲେ ଏ କ'ଣ ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ବସ୍ ଭିତରେ ଛିଡ଼ା ହେବାକୁ ବି ଜାଗା ନାହିଁ, କିନ୍ତୁ ସିଟ୍ ଖାଲି, ସିଟ୍ ଖାଲି ଡାକ ଛାଡ଼ୁଥିଲେ। କିଛି ସମୟ ପରେ ବସ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା କଲା। ବସ୍ କଣ୍ଡକ୍ଟର ଆସି କହିଲା, ଚାଲ ଚାଲ, ଭିତରକୁ ଚାଲ, ଭିତରେ କେତେ ଜାଗା ଫାଙ୍କା ଅଛି। ସବୁ ଏଇ ଦୁଆର ମୁହଁରେ। ହେଲେ ଭିତରେ ଯିଏ ଯେଉଁଠି ଛିଡ଼ା ହୋଇଛନ୍ତି ସେଇଠି ଟିକେ ଶରୀର ବୁଲେଇବାକୁ ଜାଗା ନାହିଁ। ବିମଳେନ୍ଦୁ ଚିନ୍ତା କଲେ, ଯାହା ଯେମିତି ହେଉ ଠିଆ ହେଇକି ପଳେଇ ଯିବା। ବସ୍ କଣ୍ଡକ୍ଟର ଆସି ଭଡ଼ା ମାଗିଲା, ଦିଅ ଦିଅ, ଭଡ଼ା ଦିଅ। ଅନେକ ଲୋକ କହିଲେ, ଆମକୁ ସିଟ୍ ଖାଲି କହି ଡାକି ଆଣିଲ, ହେଲେ ସିଟ୍ କାଇଁ ବା? ଆଉ ଭଡ଼ା ମାଗିବାକୁ ଚାଲି ଆସିଲ। ଏବେ କିଛି ଦେଇ ହବନି, ଯେତେବେଳେ ସିଟ୍ରେ ବସାଇବ ସେତେବେଳେ ଭଡ଼ା ଦିଆଯିବ। ହେଲେ କଣ୍ଡକ୍ଟର କୋଉ ଛାଡ଼ିବା ଲୋକ, ସେମାନଙ୍କର ତ ଏସବୁ ନିତିଦିନିଆ ଅଭ୍ୟାସ। ଟିକେ ଜୋରରେ କହିଲା, କିଛି ଶୁଣି ହେବନି, ଭଡ଼ା ଦିଅ ନହେଲେ ଓହ୍ଲେଇ ଯାଅ। ଛିଡ଼ା ହୋଇଥିବା ଲୋକଙ୍କ ଭିତରୁ ଜଣେ କହିଲା, ଦେବା ଭଡ଼ା ଦେବା, ହେଲେ ଅଧା ଭଡ଼ା ଦେବା।
कंडक्टर कहला बसिबा लोकर जेतिकी भड़ा ठिया होइथिबा लोकर भी सेतिकी भड़ा। लोके कहिले भी कंडक्टर किछि सुनिबार नाही। विमलेन्दु को पचारे तुमे कोउठिकी जीव? विमलेन्दु कहले मु भुवनेश्वर जीवी, हेले बसिबा पई सीट खंडे नाही। काहेकि सीट खाली कही लोक हैरान करुछ? कंडक्टर कहला अच्छा हौ, तुमे बसिबा को चाहछ तो दियो, भड़ा दियो, आउ ए टिकेट नियो। एथर सीट नंबर लिखि दउछि, लोकंकु आड़े सीधा पछ सीट पाखकु चली जाओ। आगरे लोक ओल्हे पड़िबे, बस फांका होई जिवो हैला। विमलेन्दु भाबिले लोकंकु आड़े जिबा अपेक्षा एइठी छिड़ा हबा भल। लोक तो आगरे ओल्हेबे, तापरे देखिबा। एमिति किछि समय परे धीरे धीरे लोक ओल्हे पड़िले। विमलेन्दु जाई निज सीट उपरे बसिले। भाग्य को सीट झरका पाखरे। जहा हेउ किछि नहले टिके ठंडा पवन तो देहरे बाजिबो, एमिति केते कथा चिंता करुथांती। बस आसी भुवनेश्वर रे पहुंची गला। सबु लोक ओल्हे पड़िले, हेले विमलेन्दु सेमिति सीट रे बसी थांती। हेल्पर आसी कहला मौसा ओल्हे पड़, भुवनेश्वर होई गला, गाड़ी आउ आगको जीवनी। विमलेन्दु कहले भुवनेश्वर होई गला, हौ हौ मु ओल्हे पड़ुछि। एतक कही बस रु ओल्हे पड़िले। सेतेबेलकु सूर्य मुंड उपरे। बैशाख मास खरा, तेणु तातीरे देह पोड़ी पकाउथाए। टिके इयाडे सियाडे विमलेन्दु चाहिले। राजधानी जुआडे चाहिले बड़ बड़ कोठा। समस्ते निज निज कामरे व्यस्त। काहाको पचारिबे आउ कौन पचारिबे से कथा चिंता करि पारु नथांती। मनकु कौन आसिला केजाणी, काहाको किछि न कहि न पचारि आगे चलिले। किछि बाट जिबा परे देखिले रास्ता कड़े एक बोर्ड लगाइछि, सेथिरे लेखा जाइछि राजभवन को रास्ता। विमलेन्दु भाबिले बोधहुए एइपटे मो श्याम रहुथिबो, जाए देखे नहेले काहाकु पचारिबी। जिबा बाटरे गोटे जलखिया दुकान देखिले। पाखकु जाई पचारिले आज्ञा कहि परिबे कि कलेक्टर बासभवनटी केउठी? दोकानी कहला केउ कलेक्टर कथा कहउछंती, ताको नाँ कोन? विमलेन्दु कहले ताको नाँ होछि श्यामलेन्दु महापात्र। दोकानी मने मने कहला श्यामलेन्दु महापात्र? पाखरे बसिथिबा लोकକୁ पचारिला, अरे भाई एपटरे कलेक्टर श्यामलेन्दु महापात्र रहउछंती कि? लोकंग मध्यरु केहि जणे कहला जणा नाही, तथाई मते लागुछि वीआईपी कॉलोनी भितरे केउठी रहउथिबे। मौसा तुमे गोटे काम कर, एई रास्तारे जाओ। किछि बाट जिबा परे आगरे गोटे मोड़ पड़िबो, सेउठु डाहाण पटे जिबो। तापरे किछि बाट जिबा परे देखिबो गोटे बड़ पानी टांकी थिबो, सेइठु बाम पटको मोड़ी जिबो। सामनारे वीआईपी कॉलोनी अछि। मु भाबुछि कलेक्टर सेइठी कोउठी रहउथिबे। विमलेन्दु कहिले आपणक परामर्श पाई धन्यवाद आज्ञा। दोकानी मुहकु चाही कहिले आज्ञा टिके पानी मिलिबो? दोकानी अति उत्साहित होई कहिला कि कथा कहउछंती? बैशाख मासरे लोके धर्म करिया पाई जागा बर जागा जलछत्र खोलुछंती। मु पानी पाई मना करबी? नियो आउ एइठी टिके बसी पानी पियो। विमलेन्दु धीरे आगकु जाई पानी ग्लासटिकु आनी बसी पड़िले ओ पानी पीले। पाखरे बसिथिबा लोक पचारिला मौसा खराब भाबिबो नाही, तुमे बोधहुए राजधानी के प्रथमे आसुछ। विमलेन्दु कहले एथिरे खराब भाबिबारे कौन अछि? आपणक कहिबा ठीक, मु प्रथम थर पाई राजधानी आसीछि। तेबे कलेक्टरक बासभवन रे तुमर काम कौन? जदि किछि काम अछि तांको कलेक्टर ऑफिस रे जाई देखा कर। विमलेन्दु भाबिले केमिति कहिबे कलेक्टर श्यामलेन्दु महापात्र तांकर भाई, आउ जदि एकथा कहे ताहले केही भी एठी विश्वास करिवे नाही। ठीक सेतिकी बेले आउ जणे लोक कहिला भाई ना तुमे बुझुन, कलेक्टरंकर बाड़ी घर काम करिबाकू लोक दरकार होइथिबो, आउ सेथिपाई तांको गाँरु बोधे आंकु डाकिछंती। विमलेन्दु सांगे सांगे कहले हाँ हाँ कलेक्टर श्यामलेन्दु महापात्र घर आम गाँ रे। मोते तांको बाड़ी बगीचा काम करिबाकू डकरा पठाइथिले, आउ सेइथिपाई मु आसीछि। लोके कहिले हौ हौ तुमे जाओ। विमलेन्दु उठी पड़ी आगे चलिले। वीआईपी कॉलोनी भितरे प्रवेश करी देखिले सबु कोठा गुड़िक एकापरी। मनरे प्रश्नवाची सृष्टि ହେଲା, सତରେ कौन मु श्यामलेन्दु घर खोजी पाइबी? एमिति भाबु भाबु गोटिए घर फाटक को देखी अटकी गले। फाटकरे लेखा जाइछि कलेक्टर श्यामलेन्दु महापात्र। नाटी को पढ़ी निजको संजत करी नेले। पिंधिथिबा धोतीटी को टिके तळकु टाणी देले।
ବିନା ଇସ୍ତ୍ରୀ ଦିଆ କୁର୍ତ୍ତାଟିକୁ 2 ହାତ ପାପୁଲିରେ ଇସ୍ତ୍ରୀ ଦେବା ଭଳି ଚାରିପଟେ ବୁଲାଇ ଆଣିଲେ। ବ୍ୟାଗଟିକୁ ଧରି ଫାଟକ ପାଖକୁ ଗଲେ। ଟିକେ ଦୂରରେ ବନ୍ଧା ହୋଇଥିବା ପୋଷା କୁକୁରଟି ଭୋ ଭୋ ହୋଇ ଭୁକିବାକୁ ଲାଗିଲା। ଘର ଭିତରୁ ଜଣେ ବାହାରକୁ ଆସି କହିଲା, ବାବୁ ଘରେ ନାହାନ୍ତି, 5ଟା ବେଳେ ଆସ। କହିବା ଶୈଳୀ ଆଉ ବେଶ ପୋଷାକରୁ ଲାଗିଥିଲା ସିଏ ଯେମିତି ସେ ଘରର ଚାକର। ହେଲେ ଏମିତି କଡ଼ା ହୁକୁମକୁ ଶୁଣି 2 ପାଦ ପଛକୁ ଫେରାଇ ଆଣିଲେ ବିମଳେନ୍ଦୁ। ଆଉ ନିକଟରେ ଥିବା ବରଗଛ ମୂଳେ ଗାମୁଛା ଖଣ୍ଡେ ବିଛାଇ ଦେଇ ଥକ୍କା ମାରି ବସି ପଡ଼ିଲେ। ଗଛ ଛାଇ ସାଙ୍ଗକୁ ହାଲକା ପବନ ଦେଉଥାଏ। ଏସବୁ ଭିତରେ ବିମଳେନ୍ଦୁଙ୍କର ସାମାନ୍ୟ ଆଖି ଲାଗି ଯାଇଛି। କିଛି ସମୟ ପରେ ଗୋଟିଏ ଗାଡ଼ିର ହର୍ଣ୍ଣ ଶୁଣି ତରତରିଆ ଭାବେ ଆଖି ମଳି ଉଠି ପଡ଼ିଲେ ବିମଳେନ୍ଦୁ। ଦେଖିଲେ ଶ୍ୟାମଳେନ୍ଦୁ ଗାଡ଼ିରୁ ଓହ୍ଲେଇ ଘର ଭିତରକୁ ଗଲା। ଟିକିଏ ଭଗବାନଙ୍କୁ ସ୍ମରଣ କରି ବିମଳେନ୍ଦୁ କହିଲେ, ଯାହା ହେଉ ପ୍ରଭୁ ମୋ ଶ୍ୟାମକୁ ଭଲରେ ରଖିଛନ୍ତି। ଘରକୁ ଯିବା ପାଇଁ ତତ୍ପରତା ସହ ଆଗେଇ ଗଲେ ବିମଳେନ୍ଦୁ। ପୁଣି ସେହି ଚଢ଼ାଗଳାର ଶବ୍ଦ ଗୋଚରିତ ହେଲା। ମୁଁ ତୁମକୁ କହିଥିଲି ନା ସାରଙ୍କ ସାଙ୍ଗରେ 5ଟା ପରେ ଦେଖାହେବ। ଆଜି ସାର୍ ଟିକେ ଶୀଘ୍ର ଆସିଯାଇଛନ୍ତି, ତେଣୁ ସେ କିଛି ସମୟ ବିଶ୍ରାମ ନେବେ। ତାପରେ ମୁଁ ତାଙ୍କୁ ତୁମ ସହ କଥା କହିବି। ହଁ, ତୁମେ କେଉଁଠୁ ଆସିଥିଲ? ତୁମ ନାଁ କ'ଣ? ସାରଙ୍କ ପାଖରେ ତୁମର କି କାମ ଅଛି? ଏସବୁ ବିଷୟରେ ମୋତେ କୁହ, ନଚେତ୍ ଭେଟ ହୋଇପାରିବ ନାହିଁ। ବିମଳେନ୍ଦୁ କ'ଣ କହିବେ କିଛି ବି ଭାବିପାରିଲେ ନାହିଁ। ମନେ ମନେ ଚିନ୍ତା କଲେ, ଯଦି ସତ କଥା କହିବି ତାହେଲେ ହୁଏତ ଏ ଚାକର ଟୋକା ମୋତେ ଏଠୁ ବାହାର କରିଦେବ। ମୋର ଏମିତି ବେଶ ପୋଷାକ ଦେଖି ସେ ନିଶ୍ଚୟ ଭାବିବ ମୁଁ ମିଛ କହୁଛି, ଆଉ ଟଙ୍କା ଲୋଭରେ ଏଠିକି ଆସିଛି। ବିମଳେନ୍ଦୁ ଚୁପ୍ ରହିବା ଦେଖି ଚାକର ଟୋକା କହିଲା, କ'ଣ ଭାବୁଛ? ଶୀଘ୍ର ତୁମର ଠିକଣା ଦିଅ, ନହେଲେ ବାବୁଙ୍କ ସାଙ୍ଗରେ ଭେଟ ହୋଇପାରିବ ନାହିଁ। ବିମଳେନ୍ଦୁ କହିଲେ, ନାଇଁ ଆଜ୍ଞା, ସେମିତି କୁହନ୍ତୁ ନାହିଁ। ବଡ଼ ଆଶା ନେଇ ମୁଁ ଏଠିକି ଆସିଛି। ଥରେ ଖାଲି ତୁମ ବାବୁଙ୍କ ସାଙ୍ଗରେ ଦେଖା କରାଇ ଦିଅ, ମୁଁ ତୁମକୁ ହାତ ଯୋଡ଼ୁଛି। ଚାକର ଟୋକାଟା ଟିକେ ଦୟା ଆସିଲା। ହଉ ହେଲା, ମୋତେ ହାତ ଯୋଡ଼ିବା ଦରକାର ନାହିଁ। ଖାଲି ତୁମର ନାଁ ଆଉ ଠିକଣା କହିଦିଅ, ମୁଁ ବାବୁଙ୍କ ସାଙ୍ଗରେ ଭେଟ କରାଇଦେବି। ବିମଳେନ୍ଦୁ କହିଲେ, ଖାଲି କହିବ ତାଙ୍କ ଗାଁରୁ କେହି ଜଣେ ସମ୍ପର୍କୀୟ ଆସିଛନ୍ତି। ଚାକର କହିଲା, ହଉ ହେଲା, ଯଦି ସେ ତୁମ ସହିତ ଦେଖା କରିବାକୁ ଚାହିଁବେ ତାହେଲେ ମୋତେ କହିବେ, ନଚେତ୍ ତୁମର ଦେଖା କରିବାର ଆଶାରେ ରହିଯିବ। ତଥାପି ମୁଁ ଚେଷ୍ଟା କରୁଛି। ହଉ, ତୁମେ ଗୋଟେ କାମ କର, ଗେଟ୍ ପାରି ହୋଇ ତ ଭିତରକୁ ଆସିଯାଇଛ, ଏବେ ଯାଇ ସେଇ କୋଣରେ ଛିଡ଼ା ହୋଇଯାଅ, ମୁଁ କହିଲେ ଆସିବ। ବିମଳେନ୍ଦୁ ଚାକର ଟୋକାର କଥାରେ ହଁ ଭରି ଯାଇ ଟିକେ ଦୂରରେ ଅପେକ୍ଷା କଲେ। କିଛି ସମୟ ପରେ ଘର ଭିତରୁ ଡାକରା ଆସିଲା। ତତ୍କ୍ଷଣାତ୍ ବିମଳେନ୍ଦୁ ଉଠି ପଡ଼ି ଉତ୍ସାହ ସହକାରେ ଘର ଭିତରକୁ ଯିବାକୁ ଉଦ୍ୟମ କଲେ। ହେଲେ ଚାକର ଟୋକାଟା କହିଲା, ବାବୁ ପଛପଟ ବଗିଚାରେ ବସିଛନ୍ତି, ଚାଲ ମୁଁ ଏପଟେ ତୁମକୁ ତାଙ୍କ ପାଖକୁ ନେଇଯାଉଛି। ସେତେବେଳକୁ ଶ୍ୟାମଳେନ୍ଦୁ ହାତରେ ଚା କପ୍ ଓ ପତ୍ରିକାଟିଏ ଧରି ଘର ପଛପଟେ ବଗିଚାରେ ବସିଥାନ୍ତି। ବିମଳେନ୍ଦୁ କିଛି ନ କହି ଚୁପଚାପ୍ ଯାଇ ଶ୍ୟାମଳେନ୍ଦୁକୁ ପଛରେ ଛିଡ଼ା ହେଲେ। ସାଥିରେ ଥିବା ଚାକର ଟୋକା କହିଲା, ବାବୁ, ଏ ଲୋକ ଆପଣଙ୍କୁ ଦେଖା କରିବା ପାଇଁ ବହୁତ ବେଳୁ ଆସିଲେଣି। ଶ୍ୟାମଳେନ୍ଦୁ ଅନ୍ୟମନସ୍କ ଭାବେ କହିଲେ, ହଁ, କ'ଣ ହେଲା? ଯାହା କିଛି କହିବାର ଅଛି ଶୀଘ୍ର କୁହ, ମୋର କାମ ଅଛି। ବିମଳେନ୍ଦୁକୁ ନ ଦେଖି ଏସବୁ କହିଗଲେ। ଧୀରେ ଧୀରେ ବିମଳେନ୍ଦୁ ଆଗକୁ ବଢ଼ିଲେ। ଆଉ ଥର ଥର ହୋଇ କହିଲେ, ମୁଁ ଆସିଥିଲି। ଓ, ତୁମେ ଆସିଛ? ହଉ ବସ। ଚାକରକୁ କହିଲେ, ଟିକେ ଚା କରି ଆଣିବୁ। ଶ୍ୟାମଳେନ୍ଦୁଙ୍କ କଥା ଛଡ଼ାଇ ବିମଳେନ୍ଦୁ କହିଲେ, ନାଇଁ ଥାଉ, ମୋର ଚା ଦରକାର ନାହିଁ, ପାରୁଛ ଯଦି ପାଣି ଗିଲାସଟେ ନେଇ ଆସ। ଚାକର ଟୋକା ହଁ ମାରି ପାଣି ଆଣିବା ପାଇଁ ଭିତରକୁ ଚାଲିଗଲା। ପାଖରେ କେହି ନଥିବା ଦେଖି ବିମଳେନ୍ଦୁ କହିଲେ, ଗାଁରୁ ତୋ ମନ ପସନ୍ଦର କିଛି ଜିନିଷ ଆଣିଥିଲି, ଯଦି ରଖିଥାନ୍ତୁ ତାହେଲେ। ହଉ ଠିକ୍ ଅଛି, ଯାହା ବି ଆଣିଛ ଦେଇଦିଅ। ସେହି ସମୟରେ ଚାକର ଟୋକା ପାଣି ଆଣି ଦେଲା। ଶ୍ୟାମଳେନ୍ଦୁ ଚାକର ଟୋକାକୁ କହିଲେ, ଏ ବ୍ୟାଗ୍ଟା ନେଇଯା। ହଁ, ଏବେ କୁହ, କ'ଣ ପାଇଁ ଆସିଥିଲ? ବିମଳେନ୍ଦୁ କହିଲେ, କ'ଣ କହିବି, କେଉଁଠୁ କହିବି, ଆଉ କାହା କଥା କହିବି? ଶ୍ୟାମଳେନ୍ଦୁ ଉତ୍ତର ଦେଲେ, ଯାହା କିଛି କହିବାର ଅଛି ଶୀଘ୍ର କୁହ, ମୋର ବହୁତ କାମ ଅଛି। ଏମିତି ବ୍ୟସ୍ତତା ଦେଖି ବିମଳେନ୍ଦୁ ଏତିକି କହିଲେ, ଦେଖ ଶ୍ୟାମ, ଏଥର ଚାଷରେ ପୋକ ଲାଗି ସବୁ ନଷ୍ଟ ହୋଇଯାଇଛି। ଘରେ ଖାଇବା ପାଇଁ ଚାଉଳର ଅଭାବ। ତେଣେ ମିନୁର ବାହାଘର ବୟସ ହୋଇଯାଇଥିଲେ ବି ତାର ଜିଦ୍, ସେ ପାଠ ପଢ଼ିବ, ତୋ ଭଳି ଚାକିରି କରିବ। ହେଲେ ଟଙ୍କା ଅଭାବରୁ ମୁଁ ତାକୁ ଉଚ୍ଚଶିକ୍ଷା ଦେଇପାରୁନାହିଁ। ଶକ୍ତିର ସମାନ ଜିଦ୍। ଖାଲି ଯାହା ଟିଉସନ କରି ମିନୁ ନିଜେ ନିଜର ପାଠପଢ଼ା ଖର୍ଚ୍ଚ ବହନ କରୁଛି।
तू तो सब जानिछु तोरी पाठपढ़ा पाई सब किछि चली जाइछि आउ जहा किछि अछि सेथिरे चलिबा कष्ट हेउछि रे। तू जदि चाहतु ताहले सब ठीक हो जाता। श्यामलेन्दु उत्तर देले, देख भाई तुमे जदि कहूच ताहले मीनू बाहागर पाई मु किछि टंका देदेबी, हेले मो पाई सब चली जाइछि। एक कथा सुनिबाकू मु बिल्कुल पसंद करेनी। ता छड़ा बापांकर जहा भी संपत्ति थिला सेथिरे आमे दुई भाई भागीदारी। मो पाठपढ़ा पाई जदि जमी किछि बिक्री हो जाइछि ताहले असुविधा केउठी रहिला। विमलेन्दु कहिले, मु से कथा कहूनी रे श्याम, मु कहूथिली कि। संगे संगे श्यामलेन्दु कहिले, तुमर किछि कहिबा दरकार नाही, तुमर उद्देश्य मु भल भाबरे जानिछि। भाग नेबा पाई मते खोजी खोजी गाँरु सहर पर्यंत चली आसिल नाही। विमलेन्दु कहिले, तू एसबु कौन कहूछु श्याम? मु ठीक कहूछि। तुमर जदि भाग नेबा पाई एते इच्छा ताहले गोटे काम कर, आमर समस्त संपत्ति केते तार हिसाब बाहर कर। मो पाठपढ़ा पाई केते जमी बिक्री होइछि तार भी गोटे हिसाब बाहर कर। बाकी रहिला घर बाड़ी आउ चाष जमी एसबुर वर्तमान मूल्य केते तार हिसाब कर। जदि बिक्री होइथिबा संपत्ति ठारू वर्तमान तुमे भोग करुथिबा संपत्तिर मूल्य कम हुए ताहले मते कहिबो, मु देई देबी। बाह बाह बारे श्याम, तू मते आउ कौन देबु रे? मु आज जे उपहार पाइली ताकू नहीं सारा जीवन काटिले भी सरीबनी। खाली एतिकी भाबुछि, सबु सहरी बाबू कौन एमिति जन्मदात्री गाँ माटी को भूली जाती? श्यामलेन्दु विरक्त होई कहिले, छाड़ तुमर भाषण सुनिबाकू मो पाखरे समय नाही। ड्राइवर को गाड़ी बाहर करिया पाई कही चली गले। ठीक सेतिकी बेले चाकर टका आसी खाली ब्यागटी को विमलेन्दु हाथ रे धराई दे कहिला, एबे तुमे आसी पार, बाबू बाहरी गलेनी। मोर जहा अनुमान तुमे जेउथि पई आसीथिलो सेटा निश्चय पूर्ण होइथिबो। काहेकि ना आम बाबू भारी दयालु, गरीब लोकंकु देखिले से जम्मा सही पारंती नाही, संगे संगे तांकर इच्छा पूर्ण करी दियंती। हौ तुमे एथर जाओ, आउ आसीबो नाही, काहेकि ना बाबू जाहाकू थरे दियंती आउ द्वितीय थर दियंती नाही। विमलेन्दु कहिले, नाई नाई मु जेतिकी पाइछि बहुत पाइछि, आउ दरकार नाही, एबे मु आसुछि। एतक कही विमलेन्दु फेरी आसिले। अव्यक्त जंत्रणा तांकु अनेक कष्ट देउथिला। कांदिबाकू इच्छा नथिले भी आपे आपे आखि कोणरू झरी पड़ुथिला केई टोपा लुह। आखि मଳି मଳି धीरे धीरे आगे जाती विमलेन्दु। ठीक सही समय द्रुत गति तांकु टपी जाए श्यामलेन्दु को गाड़ी। रास्तार धूली आउ गाड़ीर धुआं रे विमलेन्दु को दुई आखि बंद हो जाउथाए। दर्शक बंधु माने अदेखा लुह ओडिया कहानीटी जदि आपण मानक भल लगी थाए लाइक शेयर एंड सब्सक्राइब करदेबे। रहुछि जय जगन्नाथ।